ପିଲାମାନେ କେତେ କ'ଣ ଭ୍ୟାକେନ୍ସି ରହିଛି ପିଜିରେ ତାକୁ କ'ଣ କେମିତି ଚେକ୍ କରିବେ ଡିଟେଲ୍ସ ଆମେ ଏଠାରେ କଥା ହେବା। ନିଶ୍ଚିତ ଭାବରେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ସମସ୍ତେ ଦେଖୁଥାନ୍ତୁ, ଯାହାଦ୍ୱାରା ଭ୍ୟାକେନ୍ସିଟାକୁ ଚେକ୍ କରିବେ ଏବଂ ଆପ୍ଲାଏ ମଧ୍ୟ କରିବେ। नमस्कार दोस्तों, इस वीडियो को लाइक करें, हमारे चैनल को सब्सक्राइब करें, इस घंटी के आइकन को दबाएं, ऑल सेलेक्ट करें हमारी सभी वीडियो सबसे पहले देखने के लिए। ପିଲାମାନେ ସିପିଟି ଦେଇଥାଅ ବା ନ ଦେଇଥାଅ ସମସ୍ତେ ସମ୍ରାଟ ଡିଗ୍ରୀ କଲେଜ ବ୍ରହ୍ମପୁର କଣ୍ଟାକ୍ଟ କରିକି ଆଡ଼ମିସନ୍ କରିପାରିବ। ଏଇଠି ନମ୍ବର ରହିଛି ସ୍କ୍ରିନ୍ରେ, କିମ୍ବା ସାମ୍ସ ପ୍ରୋସିଡ଼ିଓର ଥ୍ରୋରେ ମଧ୍ୟ ଆପ୍ଲାଏ କରିପାରିବ। ଜଲ୍ଦି ଜଲ୍ଦି ଆପ୍ଲାଏ କରିଦିଅନ୍ତୁ। ଲିମିଟେଡ଼ ସିଟ୍ସ ରହିଛି ଏବଂ ୟୁନିଭର୍ସିଟିଟା ତୁମର ହେଉଛି ବ୍ରହ୍ମପୁର ୟୁନିଭର୍ସିଟି ରହୁଛି। ଆଫିଲିଏଟେଡ଼ ତୁମର ହେଉଛି ସମ୍ରାଟ କଲେଜ ହେଇଛି ଏବଂ ଏଇଟା ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା ଆପ୍ରୁଭ୍ଡ ହେଇଛି ଏବଂ ପରମାନେଣ୍ଟ ରେକଗ୍ନିସନ୍ ମଧ୍ୟ ପାଇସାରିଛି 2022-23 ସେସନ୍। ଯେହେତୁ ବହୁତ ହି ପୁରୁଣା କଲେଜ ତ ସେ ଅନୁସାରେ ବହୁତ ସାରା ପିଲା ମଧ୍ୟ ପାସ୍ ଆଉଟ୍ ହୋଇକି ଗଲେଣି। ଆପଣମାନେ ଏଠି ପଢ଼ିପାରିବେ। ଡେସ୍କ୍ରିପ୍ସନ୍ରେ ଥିବା ଲିଙ୍କରେ କ୍ଲିକ୍ କରିବେ। କ୍ଲିକ୍ କରିକି ଏଠି ତୁମର ଇୟର୍ 25-26 ସିଲେକ୍ଟ କରିଦେବେ। ଠିକ୍ ଅଛି, 25-26 ସିଲେକ୍ଟ କରିଦେଲା ପରେ ତୁମର ୟୁନିଭର୍ସିଟି ବା କଲେଜରେ ଏଠି ସିଲେକ୍ଟ କରିନେବେ ଯେକୌଣସି। ମୁଁ ଯେମିତି ଉତ୍କଳ ୟୁନିଭର୍ସିଟି ଏଠି ସିଲେକ୍ଟ କରିନେଇଛି। କୋର୍ସରେ ଓମେନ୍ ଷ୍ଟଡିଜ୍ ସିଲେକ୍ଟ କରିନେଇଛି। ଶୋ ବଟନ୍ କ୍ଲିକ୍ କଲି ତ ଏଠି ଓମେନ୍ ଷ୍ଟଡିଜ୍ରେ 9ଟା ଭ୍ୟାକେନ୍ସି ରହିଛି। ଯେଉଁମାନେ ବି ଇଣ୍ଟରେଷ୍ଟ ଅଛନ୍ତି ଓମେନ୍ ଷ୍ଟଡିଜ୍ରେ ଆପ୍ଲାଏ କରିଦେବେ। ତାପରେ ନେକ୍ସଟ କଥା ହେଲା, ସପୋଜ୍ ଆହୁରି ବହୁତ ସାରା ସବୁ ଇନଷ୍ଟିଟ୍ୟୁସନ୍ ଅଛି। ଆପଣମାନେ କ'ଣ କରିବେ, ସମାନ ପ୍ରୋସିଡ଼ିଓରେ ଏଠି ମଧ୍ୟ ଚେକ୍ କରିପାରିବେ। ଚେକ୍ କରିଦେଲା ପରେ ଆପଣଙ୍କର କ'ଣ ହେବ ନା ହେଉଛି ଯେଉଁଠି ବି ଆପ୍ଲାଏ କରିବାର କଥା ଆପ୍ଲାଏ କରିଦେବେ। ଏବଂ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା ଟିକେ ନୂଆ କଲେଜ ପୁରୁଣା କଲେଜ ସବୁ ଦେଖିକି ଆପ୍ଲାଏ କରିବେ, ନହେଲେ ଏଣୁ ତେଣୁ ଆପ୍ଲାଏ କରିଦେବେନି। 3ଟା ଅପସନ୍ ରହୁଛି, ପୁଣି ନଷ୍ଟ ହେଇଯିବ ଆପଣଙ୍କର ଅପସନ୍ ଗୁଡ଼ାକ। ତ ସେ ଅନୁସାରେ 3ଟା ମେନ୍ ଜିନିଷ ଯେଉଁଟା କହିଛି, ଓଲ୍ଡ କଲେଜ କେଉଁଟା ନ୍ୟୁ କଲେଜ କେଉଁଟା, ସେଗୁଡ଼ା ଟିକେ ଦେଖିଦେଇକି ଆପ୍ଲାଏ କରିବେ। କମେଣ୍ଟ ବକ୍ସରେ ପିନ୍ କରିଦେଇଛି ଲିଙ୍କଟା। ରହିଲି, ନମସ୍କାର, ଜୟ ଜଗନ୍ନାଥ। ଦେଖା ହେବା ଆଗାମୀ ଭିଡ଼ିଓରେ ନୂଆ ଇନଫର୍ମେସନ୍ ସହିତ।